ବନ୍ଧୁଗଣ, ଏହିଭଳି ଜ୍ଞାନପୂର୍ଣ୍ଣ କଥା ପ୍ରତିଦିନ ଜାଣିବା ପାଇଁ ଆପଣ ଆମର ଏହି ଚ୍ୟାନେଲକୁ ତଳେ ଥିବା ନାଲି ସବସ୍କ୍ରାଇବ୍ ବଟନକୁ ଦବାଇ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ଘଣ୍ଟିକୁ ନିଶ୍ଚୟ ଦବାନ୍ତୁ। ବନ୍ଧୁଗଣ, ଆଜି ଆମେ ଜାଣିବା ପ୍ରଭୁ ଶନିଦେବଙ୍କର ଅପାର କୃପା କେତୋଟି ରାଶିମାନଙ୍କର ଉପରେ ରହିବା ପାଇଁ ଯାଉଛି। ପ୍ରଭୁ ଶ୍ରୀ ଶନିଦେବଙ୍କର କୃପା କାରଣରୁ ଆପଣମାନଙ୍କର ଜୀବନ ବହୁତ ଭଲ ରହିବାକୁ ଯାଉଛି। ଯେଉଁମାନଙ୍କୁ କିଛି ଅସୁବିଧା ଚାଲୁଥିଲା, ସେମାନଙ୍କର ଜୀବନରେ ସବୁ ଅସୁବିଧା ପ୍ରଭୁ ଶ୍ରୀ ଶନିଦେବ ସ୍ୱୟଂ ଦୂର କରିବାକୁ ଯାଉଛନ୍ତି। ତାଙ୍କର ଜୀବନକୁ ଆସିବାକୁ ଯାଉଛି ବହୁତ ବଡ଼ ଖୁସିର ଖବର। ଏହା ସହିତ ଅନେକ ମାତ୍ରାରେ ଧନରତ୍ନ ଏବଂ ଟଙ୍କା ପଇସା ଆସିବାକୁ ଯାଉଛି। ତେବେ ସେହି ଭାଗ୍ୟଶାଳୀ ରାଶିମାନଙ୍କୁ ମିଳିବାକୁ ଯାଉଛି ଅପାର ଖୁସି ଖବର। ତେବେ ଆସନ୍ତୁ ଜାଣିନେବା କ'ଣ ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ, ଯେଉଁ ରାଶିଙ୍କ ଉପରେ ପ୍ରଭୁ ଶ୍ରୀ ଶନିଦେବଙ୍କର ଅପାର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ବନ୍ଧୁଗଣ, ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ଏହି ମେଷ ରାଶିର ବ୍ୟକ୍ତିମାନଙ୍କର ଉପରେ ପ୍ରଭୁ ଶନିଦେବଙ୍କର ଅପାର କୃପା ରହିବାକୁ ଯାଉଛି। ଏହି ମେଷ ରାଶିର ବ୍ୟକ୍ତିମାନେ ଯଦି କୌଣସି ଜାଗାରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କର ପାଇଁ ଏହି ସମୟ ବହୁତ ଭଲ ରହିଛି। ନିର୍ଦ୍ୱନ୍ଦ୍ୱରେ ଯେକୌଣସି ବିଜନେସ୍ରେ ଟଙ୍କା ନିବେଶ କରିପାରିବେ। ପ୍ରଭୁ ଶନିଦେବଙ୍କର ଅପାର କୃପା ତାଙ୍କର ଉପରେ ରହିବାକୁ ଯାଉଛି, ଯାହାଫଳରେ ସେମାନେ ବହୁତ ଲାଭ ପାଇବାକୁ ଯାଉଛନ୍ତି। ମେଷ ରାଶିର ଯେଉଁ ବ୍ୟକ୍ତିମାନେ ଦୀର୍ଘ ଦିନ ଧରି ବେରୋଜଗାର ରହିଥିଲେ, ସେମାନଙ୍କର ପାଇଁ ରୋଜଗାରର ବାଟ ଫିଟିବାକୁ ଯାଉଛି ବା ଚାକିରି ତାଙ୍କୁ ତାଙ୍କର ମନ ମୁତାବକ ମିଳିବାକୁ ଯାଉଛି। ମେଷ ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ପ୍ରଭୁ ଶ୍ରୀ ଶନିଦେବଙ୍କର ଅପାର କୃପାରୁ ମେଷ ରାଶିର ବ୍ୟକ୍ତିମାନେ ତାଙ୍କର ମନପସନ୍ଦର କାମ ପାଇବା ସହିତ ଯେଉଁ ଦମ୍ପତିମାନେ ନିଃସନ୍ତାନ ରହିଥିଲେ, ସେମାନଙ୍କୁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଯେଉଁ ମେଷ ରାଶିର ବ୍ୟକ୍ତିମାନଙ୍କର ଦୀର୍ଘ ଦିନ ଧରି ବିବାହ ହୋଇପାରୁନଥିଲା, ସେମାନଙ୍କର ବିବାହ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଯେଉଁ ମେଷ ରାଶିର ବ୍ୟକ୍ତିମାନଙ୍କର କୋର୍ଟ କଚେରୀ ମାମଲା ଫସି ରହିଥିଲା, ସେମାନଙ୍କୁ କୋର୍ଟ କଚେରୀ ମାମଲା ତାଙ୍କର ସପକ୍ଷରେ ସମାଧାନ ହେବାକୁ ଯାଉଛି। ପ୍ରଭୁ ଶ୍ରୀ ଶନିଦେବଙ୍କର ଅପାର କୃପାରୁ ମେଷ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ଆପଣ ଆପଣଙ୍କର ଶତ୍ରୁ ଉପରେ ବିଜୟ ଲାଭ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଯେଉଁମାନେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି କରୁଥିଲେ, ସେମାନେ ତାଙ୍କର ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିବାକୁ ଯାଉଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ଉଚ୍ଚ ଶିକ୍ଷା ଲାଭ କରିବାକୁ ଯାଉଛନ୍ତି। ତାଙ୍କର ପାଠପଢ଼ାରେ ମନ ଲାଗିବାକୁ ଯାଉଛି। ଯେଉଁମାନେ ବିଜନେସ୍ କରିବାକୁ ଚାହୁଁଥିଲେ, ସେମାନେ ବିଜନେସ୍ରେ ବହୁତ ଭଲ ଲାଭ ପାଇବାକୁ ଯାଉଛନ୍ତି। ପ୍ରଭୁ ଶନିଦେବଙ୍କର ବହୁତ କୃପା ରହିବାକୁ ଯାଉଛି ଏହି ମେଷ ରାଶିର ବ୍ୟକ୍ତିମାନଙ୍କର ଉପରେ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିନେବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ଏହି ମିଥୁନ ରାଶିର ବ୍ୟକ୍ତିମାନଙ୍କର ଉପରେ ପ୍ରଭୁ ଶ୍ରୀ ଶନିଦେବଙ୍କର ଅପାର କୃପା ରହିବାକୁ ଯାଉଛି। ଶନିଦେବଙ୍କର ଅପାର କୃପା ଦୃଷ୍ଟିରୁ ମିଥୁନ ରାଶିର ବ୍ୟକ୍ତିମାନେ ତାଙ୍କର ଜୀବନରେ ବହୁତ ଭଲ ସମୟ ଦେଖିବାକୁ ଯାଉଛନ୍ତି। ପ୍ରଭୁ ଶ୍ରୀ ଶନିଦେବଙ୍କର କୃପା କାରଣରୁ ଆପଣଙ୍କର ବିଜନେସ୍ରେ ବହୁତ ଭଲ ଲାଭ ହେବ। ଦୀର୍ଘ ଦିନ ଧରି ଯେଉଁମାନେ ବେରୋଜଗାର ରହିଥିଲେ, ତାଙ୍କୁ ତାଙ୍କର ମନପସନ୍ଦର ଚାକିରି ମିଳିବାକୁ ଯାଉଛି। ଯେଉଁମାନେ ଆଗରୁ କୌଣସି ଚାକିରି କରୁଥିଲେ, ତାଙ୍କୁ ତାଙ୍କର ଚାକିରିରେ ପ୍ରମୋସନ୍ ମିଳିବାକୁ ଯାଉଛି ଏବଂ ତାଙ୍କର ଦରମାରେ ମଧ୍ୟ ବୃଦ୍ଧି ହେବାକୁ ଯାଉଛି ଏବଂ ତାଙ୍କର ସମାଜରେ ମାନ ସମ୍ମାନ ବଢ଼ିବା ସହିତ ନିଜର ପରିବାରରେ ସୁଖ ସମୟ କାଟିବାକୁ ଯାଉଛନ୍ତି। ପ୍ରଭୁ ଶନିଦେବଙ୍କର ଅପାର କୃପାରୁ ମିଥୁନ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ପୂର୍ବରୁ ଯାହା ସବୁ ଦୁଃଖ କଷ୍ଟ ଚାଲୁଥିଲା, ସେସବୁ ଦୂର ହେବାକୁ ଯାଉଛି। ଯଦି ଆପଣଙ୍କର ମିଥୁନ ରାଶି ହୋଇଥାଏ, ତେବେ ଆପଣ ଅନୁଭବ କରିପାରୁଥିବେ କିଛି ଦିନ ପୂର୍ବରୁ ଆପଣଙ୍କର ଦେହ ଖରାପ ସମସ୍ୟା କିଛି ଦେଖା ଦେଇଥିଲା। ତେବେ ସେସବୁର ସମାଧାନ ମଧ୍ୟ ଧୀରେ ଧୀରେ ହୋଇ ଆସିଲାଣି ଏବଂ ଆଗକୁ ଆହୁରି ଭଲ ରହିବାକୁ ଯାଉଛି। ଆପଣଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ପ୍ରଭୁ ଶ୍ରୀ ଶନିଦେବଙ୍କର କୃପାରୁ ମିଥୁନ ରାଶିର
ବ୍ୟକ୍ତିମାନଙ୍କର ଜୀବନରେ ଯାହା ସବୁ କଳି ଝଗଡ଼ା କୋର୍ଟ କଚେରୀ ମାମଲା ଚାଲୁ ରହିଥିଲା ସେସବୁ ସମାଧାନ ହେବାକୁ ଯାଉଛି। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବାକୁ ଯାଉଛି। ଆପଣଙ୍କର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଆସିବାକୁ ଯାଉଛି। ଦୀର୍ଘ ଦିନ ଧରି ଯେଉଁମାନେ ବେରୋଜଗାର ରହିଥିଲେ ସେମାନଙ୍କୁ ରୋଜଗାରର ବାଟ ଦେଖାଯିବ। ଯେଉଁ ମିଥୁନ ରାଶିର ବ୍ୟକ୍ତିମାନେ ଚାକିରି କରୁଥିଲେ ସେମାନଙ୍କୁ ପଦୋନ୍ନତି ହେବା ସହିତ ସେମାନଙ୍କର ଦରମା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ବନୁଛି। ଯେଉଁ ବ୍ୟକ୍ତିମାନେ ପୂର୍ବରୁ କିଛି କର୍ମ କରି ସଠିକ୍ ଫଳ ପାଇନଥିଲେ ସେସବୁର ଫଳ ପ୍ରଭୁ ଶନିଦେବଙ୍କର କୃପାରୁ ଆପଣଙ୍କୁ ଏହି ସମୟରେ ମିଳିବାକୁ ଯାଉଛି। ଯାହାଫଳରେ ପ୍ରଭୁ ଶନିଦେବଙ୍କର ଅପାର କୃପାରୁ ମିଥୁନ ରାଶିର ବ୍ୟକ୍ତିମାନେ ବହୁତ ଭଲ ସମୟ ଦେଖିବାକୁ ଯାଉଛନ୍ତି। ପ୍ରଭୁ ଶନିଦେବଙ୍କର କୃପାରୁ ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିନେବା ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ସିଂହ ରାଶିର ବ୍ୟକ୍ତିମାନେ ତାଙ୍କର ଜୀବନରେ ବହୁତ ଭଲ ସମୟ ଦେଖିବାକୁ ଯାଉଛନ୍ତି। ଯଦି ଆପଣଙ୍କର ସିଂହ ରାଶି ହୋଇଥାଏ ତେବେ ଆପଣମାନେ ନିଶ୍ଚିନ୍ତ ଭାବରେ ଅନୁଭବ କରିଥିବେ କିଛି ଦିନ ପୂର୍ବରୁ ଆପଣଙ୍କର ଜୀବନରେ ଅନେକ ସମସ୍ୟା, ପରିବାରରେ ଅନେକ ସମସ୍ୟା, ବହୁତ ଅଧିକ ସମସ୍ୟା ଦେଇ ଆପଣ ଗତି କରୁଥିଲେ। କିନ୍ତୁ ବର୍ତ୍ତମାନ ଠାରୁ ପ୍ରଭୁ ଶନିଦେବଙ୍କର ଅପାର କୃପାରୁ ଆପଣଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ସିଂହ ରାଶିର ବ୍ୟକ୍ତିମାନଙ୍କର ଉପରେ ପ୍ରଭୁ ଶନିଦେବଙ୍କର ଅପାର କୃପା ରହିବାକୁ ଯାଉଛି। ପ୍ରଭୁ ଶନିଦେବଙ୍କର କୃପାରୁ ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି। ଯେଉଁମାନେ ଦୀର୍ଘ ଦିନ ଧରି ବିବାହ କରିପାରୁନଥିଲେ ସେମାନଙ୍କର ବିବାହର ସୁଯୋଗ ଆସିଛି। ଯେଉଁ ବ୍ୟକ୍ତିମାନେ ନିଃସନ୍ତାନ ରହିଥିଲେ ସେମାନଙ୍କର ଏହି ଶୁଭ ସମୟରେ ପ୍ରଭୁ ଶନିଦେବଙ୍କର କୃପାରୁ ପୁତ୍ର ଲାଭର ସୁଯୋଗ ରହିଛି ବା ସନ୍ତାନ ପ୍ରାପ୍ତିର ସୁଯୋଗ ବନୁଅଛି। ତେବେ ସିଂହ ରାଶିର ବ୍ୟକ୍ତିମାନଙ୍କର ପରିବାରରେ ଭଲ ସମୟ ଆସିବାକୁ ଯାଉଛି। ଏହି ସମୟରେ ପ୍ରଭୁ ଶନିଦେବଙ୍କର କୃପା କାରଣରୁ ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି। ତେବେ ସିଂହ ରାଶିର ବ୍ୟକ୍ତିମାନଙ୍କର ପରିବାରରେ ଖୁସିର ସମୟ ଆସିବାକୁ ଯାଉଛି। ଯେଉଁମାନେ ବେରୋଜଗାର ରହିଥିଲେ ତାଙ୍କୁ ତାଙ୍କର ମନ ମୁତାବକ ଚାକିରି ମିଳିବାକୁ ଯାଉଛି। ଶିକ୍ଷାର୍ଥୀମାନଙ୍କର ପାଇଁ ବା ବିଦ୍ୟାର୍ଥୀମାନଙ୍କର ପାଇଁ ସମୟ ବହୁତ ଭଲ ରହିବାକୁ ଯାଉଛି। ସେମାନେ ତାଙ୍କର ପାଠପଢ଼ାରେ ମନ ଲଗାଇବାକୁ ଯାଉଛନ୍ତି। ଯେଉଁମାନେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି କରୁଥିଲେ ସେମାନେ ମଧ୍ୟ ତାଙ୍କର କମ୍ପିଟେଟିଭ୍ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିବାକୁ ଯାଉଛନ୍ତି। ତେବେ ଯେଉଁମାନେ କଳିଝଗଡ଼ାରେ ଫସିକି ରହିଥିଲେ ସେମାନଙ୍କର ସମସ୍ତ ସମସ୍ୟା ସମାଧାନ ହେବାକୁ ଯାଉଛି। ଆଉ ଯେଉଁମାନେ ଅନଲାଇନ୍ ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କର ପାଇଁ ମଧ୍ୟ ସମୟ ବହୁତ ଭଲ ଚାଲୁଛି। ପ୍ରଭୁ ଶନିଦେବଙ୍କର ଅପାର କୃପା ଦୃଷ୍ଟି ଆପଣଙ୍କର ଉପରେ ରହିବାକୁ ଯାଉଛି। ପ୍ରଭୁ ଶନିଦେବଙ୍କର କୃପା କାରଣରୁ ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିନେବା ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ତେବେ ଦର୍ଶକ ବନ୍ଧୁ ମନେ ରଖନ୍ତୁ ଶନିଦେବଙ୍କର ଜନ୍ମ ରାଶି ହେଉଛି କୁମ୍ଭ ରାଶି। ତେବେ କୁମ୍ଭ ରାଶିର ଉପରେ ଶନିଦେବଙ୍କର କୃପା ସଦାସର୍ବଦା ରହିଥାଏ। ଶନିଦେବଙ୍କର କୃପାରୁ କୁମ୍ଭ ରାଶିର ବ୍ୟକ୍ତିମାନେ ଯାହା ସବୁ ସମସ୍ୟାରେ ରହିଥିଲେ, ବହୁତ ସମସ୍ୟାରେ ଘାଣ୍ଟି ହେଉଥିଲେ, ତେବେ କୁମ୍ଭ ରାଶିର ବ୍ୟକ୍ତିମାନେ ଆଗାମୀ ସମୟରେ ଆପଣମାନେ ନିଶ୍ଚିନ୍ତ ଅନୁଭବ କରିପାରୁଥିବେ। ଯଦି ଆପଣଙ୍କର କୁମ୍ଭ ରାଶି ତେବେ ନିଶ୍ଚିନ୍ତ ଭାବରେ ଅନୁଭବ କରିପାରୁଥିବେ ଯେ ଆପଣଙ୍କର ଜୀବନରେ ବହୁତ ସମସ୍ୟା ଚାଲୁ ରହିଥିଲା, ବହୁତ ଦୁଃଖ କଷ୍ଟ ଦେଇ ଆପଣ ଗତି କରୁଥିଲେ। ତେବେ ସେସବୁର ସମାଧାନ ହେବାକୁ ଯାଉଛି। ତେବେ ସେସବୁର ସମାଧାନ କରିବାକୁ ବାଟ ମଧ୍ୟ ଆପଣଙ୍କୁ ଦେଖାଗଲାଣି, ଯାହାକି ପ୍ରଭୁ ଶନିଦେବଙ୍କର କୃପାରୁ ଆପଣ ନିଶ୍ଚିନ୍ତ ଭାବରେ ଅନୁଭବ କରିପାରୁଥିବେ। ତେବେ କେଉଁ ବାଟରେ ଗଲେ ଆପଣଙ୍କର ଜୀବନର ସମସ୍ତ ସମସ୍ୟାର ସମାଧାନ ହୋଇଯିବ, ତେବେ ସେହି ରାସ୍ତାରେ ଚାଲନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ୟାର ସମାଧାନ ହୋଇଯିବ। ତେବେ ଦର୍ଶକ ବନ୍ଧୁ, ଶନିଦେବ ହେଉଛନ୍ତି ନ୍ୟାୟର ଠାକୁର, ନ୍ୟାୟର ଦେବତା, ଧର୍ମର ଠାକୁର। ପ୍ରଭୁ ଶନିଦେବଙ୍କର କୃପା ପାଇବାକୁ ହେଲେ ସଦାସର୍ବଦା ନ୍ୟାୟ ବାଟରେ ଚାଲିବା ଦରକାର, ସତ୍ ପଥରେ ରହିବା ଦରକାର, ସତ୍କର୍ମ କରିବା ଦରକାର। ତେବେ ଯାଇ ଆପଣଙ୍କୁ ଶନିଦେବଙ୍କର ଅପାର କୃପା ମିଳିପାରିବ। ତେବେ ଶନିଦେବଙ୍କର କୃପାରୁ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି।
ତେବେ ଆଗାମୀ ସମୟରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ସମୟ ସଙ୍କଟ ଦୂର ହୋଇ ପ୍ରଭୁ ଶନିଦେବଙ୍କର କୃପାରୁ ଧନଧାନ୍ୟରେ ଭରପୁର ହେବାକୁ ଯାଉଛି। କୁମ୍ଭ ରାଶିର ବ୍ୟକ୍ତିମାନେ ପରିବାରରେ ମଧ୍ୟ ସୁଖ ସମୟ କାଟିବାକୁ ଯାଉଛନ୍ତି। ଆପଣଙ୍କର ଜୀବନରେ ଯାହା ସବୁ ଦୁଃଖ କଷ୍ଟ ଲାଗି ରହିଥିଲା ତେବେ ସେସବୁ ଗୁଡ଼ିକ ଦୂର ହୋଇ ପରିବାରରେ ସୁଖ ସମୟ ଆସିଯିବ ଏବଂ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଯେଉଁ ବ୍ୟକ୍ତିମାନଙ୍କୁ ଆଜି ଯାଏଁ କାମ ମିଳୁନଥିଲା ସେମାନଙ୍କୁ ତାଙ୍କର ମନପସନ୍ଦର କାମ ମିଳିଯିବ ଏବଂ ଯେଉଁ ବ୍ୟକ୍ତିମାନେ ଯେକୌଣସି କାମ କରୁଥିଲେ ସେସବୁ କାର୍ଯ୍ୟରେ ସେମାନଙ୍କୁ ମାନ ସମ୍ମାନ ପଦୋନ୍ନତି ଏବଂ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଶନିଦେବଙ୍କର ଅପାର କୃପା ଦୃଷ୍ଟିରୁ ଆପଣଙ୍କର ଜୀବନରେ ବହୁତ ଭଲ ସମୟ ଆସିସାରିଛି। ମୋଟାମୋଟି ଭାବରେ ଫାଇନାନ୍ସିଆଲ ଅସୁବିଧାର ସମାଧାନ ହେବାକୁ ଯାଉଛି। ପ୍ରଭୁ ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନରେ ବହୁତ ଭଲ ସମୟ ଆସିସାରିଛି। ତେବେ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିନେବା ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ଏହି ବୃଷ ରାଶିର ବ୍ୟକ୍ତିମାନଙ୍କର ଉପରେ ମଧ୍ୟ ପ୍ରଭୁ ଶନିଦେବଙ୍କର ଅପାର କୃପା ରହିବାକୁ ଯାଉଛି, ଯାହାର ଫଳରେ ଏହି ରାଶିର ବ୍ୟକ୍ତିମାନେ ତାଙ୍କର ଜୀବନରେ ସମସ୍ତ ସମସ୍ୟାର ସମାଧାନ ହେବାକୁ ଯାଉଛି। ଆଗାମୀ ସମୟ ବୃଷ ରାଶିର ବ୍ୟକ୍ତିମାନଙ୍କର ବହୁତ ଭଲ ସମୟ ହେବାକୁ ଯାଉଛି। ସେମାନେ ତାଙ୍କର ଜୀବନରେ ଯାହା ସବୁ ଦୁଃଖ କଷ୍ଟ ପାଇଥିଲେ ସେହି ସବୁର ସମାଧାନ ହେବାକୁ ଯାଉଛି। କେବଳ ଆପଣ ଆପଣଙ୍କର ଗୁରୁଜନମାନଙ୍କର ଅନୁମତି ନେଇ ଯେକୌଣସି କାର୍ଯ୍ୟ କରନ୍ତୁ, ନିଶ୍ଚିନ୍ତ ଭାବରେ ସଫଳ ହେବେ। ନିଜର ମନ ମୁତାବକ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ବୃଷ ରାଶିର ବ୍ୟକ୍ତି ଭଲ ଭାବରେ ମନେ ରଖନ୍ତୁ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି ବଡ଼ମାନଙ୍କର ଠାରୁ ବା ବଡ଼ମାନଙ୍କର ସହିତ ଆଲୋଚନା କରି କିଛି ବୁଦ୍ଧି ଆଣି ଆପଣ କୌଣସି କାର୍ଯ୍ୟ କରୁଛନ୍ତି ତେବେ ନିଶ୍ଚିନ୍ତ ସେଥିରେ ସଫଳତା ଲାଭ କରିବେ। ତେବେ ପ୍ରଭୁ ଶନିଦେବଙ୍କର ବହୁତ ସାରା କୃପା ଆପଣଙ୍କର ଉପରେ ବନୁଅଛି। ବୃଷ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ଆପଣଙ୍କର ସମସ୍ତ ଟଙ୍କା ପଇସାର ଅଭାବ ଦୂର ହେବାକୁ ଯାଉଛି। ପୂର୍ବରୁ ଯାହା ଧାର ଉଧାର କରଜ କରିଥିଲେ ସେ ସମସ୍ତ ସବୁ ସୁଝିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଯେଉଁ ବ୍ୟକ୍ତିମାନେ ବେରୋଜଗାର ରହିଥିଲେ ତାଙ୍କୁ ତାଙ୍କର ମନ ମୁତାବକ ଚାକିରି ମିଳିବାକୁ ଯାଉଛି। ମୋଟାମୋଟି ଭାବରେ ପ୍ରଭୁ ଶନିଦେବଙ୍କର ଅପାର କୃପାରୁ ବୃଷ ରାଶିର ବ୍ୟକ୍ତିମାନଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇ ଜୀବନରେ ଶୁଭ ସମୟ ବା ସୁଖର ସମୟ ଆସିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆମେ ଗ୍ରହମାନଙ୍କର ଚଳନରୁ ରାଶିଫଳ କହିଥାଉ, କିନ୍ତୁ ଆପଣ ସତ୍ ପଥରେ ସତ୍ ମାର୍ଗରେ ଧର୍ମ କରନ୍ତୁ, କର୍ମ କରନ୍ତୁ, ନିଶ୍ଚିନ୍ତ ଭାବରେ ପ୍ରଭୁ ଶନିଦେବଙ୍କର କୃପା ମିଳିପାରିବ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ଯଦି ଆପଣ ନ୍ୟାୟରେ ରହିଥିବେ ତେବେ ଆମେ କହିଥିବା ଅନୁସାରେ ରାଶିମାନଙ୍କର ଭାଗ୍ୟ ପରିବର୍ତ୍ତନ ନିଶ୍ଚିନ୍ତ ହେବ। ଯଦି ସତ୍ ପଥରେ ରହିଥିବେ ନିଶ୍ଚିନ୍ତ ସଫଳତା ପାଇବେ। କିନ୍ତୁ ଶନିଦେବ ଯେହେତୁ ନ୍ୟାୟର ଦେବତା, ଆପଣ ଯଦି ନ୍ୟାୟରେ ରହିଥିବେ ତେବେ ଅଧିକ ସଫଳତା ଲାଭ କରିବେ, ଅଧିକ ସୁଫଳ ଲାଭ କରିବେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣ ବି ମଧ୍ୟ ପ୍ରଭୁ ଶନିଦେବଙ୍କର କୃପା ଦୃଷ୍ଟି ପାଇବାକୁ ଚାହୁଁଛନ୍ତି, ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ପ୍ରଭୁ ଶନିଦେବ ବୋଲି ନିଶ୍ଚୟ ଲେଖନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ସାଙ୍ଗସାଥିମାନଙ୍କର ସହିତ ହ୍ୱାଟ୍ସଆପ୍ ଫେସବୁକ୍ରେ ନିଶ୍ଚିନ୍ତ ଭାବରେ ଭିଡ଼ିଓକୁ ସେୟାର କରନ୍ତୁ। ଭିଡ଼ିଓର ତଳେ ଥିବା ନାଲି ସବସ୍କ୍ରାଇବ୍ ବଟନକୁ ଦବାଇ ସବସ୍କ୍ରାଇବ୍ ନିହାତି କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।